ସଦାପ୍ରଭୁଙ୍କ ମହାନାମର ଗୌରବ ହେଉ। ଏହି ଧର୍ମ ସପ୍ତାହର ଆରମ୍ଭରେ ମୁଁ ଆପଣ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଅନେକ ଅନେକ ଶୁଭେଚ୍ଛା ଏବଂ ସାଧୁବାଦ ଜ୍ଞାପନ କରେ। ପ୍ରଭୁ ଆପଣ ସମସ୍ତଙ୍କୁ ଏହି ଧର୍ମ ସପ୍ତାହ ମଧ୍ୟରେ ଅନୁତପ୍ତ ଜୀବନ ମନ ପ୍ରାଣ ଦେଇ ତାଙ୍କରି ସ୍ୱର୍ଗୀୟ ଆଶୀର୍ବାଦ ପ୍ରଚୁର ପରିମାଣରେ ପ୍ରଦାନ କରନ୍ତୁ। ପ୍ରିୟ ମୋର ଈଶ୍ୱରଙ୍କ ଲୋକମାନେ, ଆମେ ମେନ୍ ଲାଇନ୍ ଚର୍ଚ୍ଚର ବିଶ୍ୱାସିନୀ ମାନେ କେତେ ଗୋଟି ଧର୍ମୀୟ ବିଧିକୁ ବିଶ୍ୱାସର ସହିତ ପାଳନ କରିଥାଉ। ବିଶେଷ ଭାବରେ ଲୁଥରୀୟ ବିଶ୍ୱାସିନୀ ମାନେ ମୁଖ୍ୟତଃ ଦୁଇ ଗୋଟି ଧର୍ମବିଧିକୁ ଅତି ଗୁରୁତର ସହିତ ଗ୍ରହଣ କରିଥାଉ, ବାପ୍ତିସ୍ମ ଏବଂ ପ୍ରଭୁ ଭୋଜ। ଏହି ଧର୍ମ ସପ୍ତାହରେ ମଧ୍ୟ ଆମ୍ଭେମାନେ ପ୍ରଭୁଙ୍କର ସେହି ପବିତ୍ର ଭୋଜର ଅଂଶୀ ହେବା ପାଇଁ ବୋଲି ଆପଣାକୁ ପ୍ରସ୍ତୁତ କରିଅଛୁ। ଯୀଶୁ ଆପଣାର ମହାପ୍ରାୟଶ୍ଚିତ କର୍ମର ଠିକ୍ ପୂର୍ବେ ନିଜ ଶତ୍ରୁ ହସ୍ତରେ ସମର୍ପିତ ହେବାର ରାତ୍ରରେ ଆପଣା ଶିଷ୍ୟମାନଙ୍କ ସଙ୍ଗରେ ନିସ୍ତାର ପର୍ବର ଭୋଜ ସେ ପାଳନ କରିଥିଲେ। ମାଥ୍ୟୁ ମଙ୍ଗଳ ସୁସମାଚାର ତହିଁର 26 ଅଧ୍ୟାୟର 26 ପଦରୁ 30 ପଦ ମଧ୍ୟରେ ଯାହା ଉଲ୍ଲେଖ କରାଯାଏ, ଯୀଶୁ ରୋଟି ଘେନି ଆଶୀର୍ବାଦ କରି ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ ଓ କହିଲେ, ନିଅ ଭୋଜନ କର, ଏହା ମୋହର ଶରୀର। ପୁଣି ମଧ୍ୟ ସେ ପାନ ପାତ୍ର ମଧ୍ୟ ଘେନି ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ସେ ସେମାନଙ୍କୁ କହିଲେ, ଏଥିରୁ ତୁମ୍ଭେମାନେ ସମସ୍ତେ ପାନ କର, କାରଣ ଏହି ନିୟମର ରକ୍ତ ଅନେକଙ୍କର ପାପ କ୍ଷମା ନିମନ୍ତେ ପାତିତ ହୋଇଅଛି। ତାମାନେ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପ୍ରଭୁ ଭୋଜ ଯୀଶୁଙ୍କର ପ୍ରାୟଶ୍ଚିତ କର୍ମକୁ ସ୍ମରଣ କରାଏ। ଯେଉଁ ରକ୍ତରୁ ଆମ୍ଭେମାନେ ଧୌତ ହେଲୁ, ଯେଉଁ ରକ୍ତରୁ ଆମ୍ଭେମାନେ ଶୟତାନର ବନ୍ଧନରୁ ମୁକୁଳି ପାରିଲୁ, ପ୍ରଭୁ ଭୋଜରେ ସେହି ପ୍ରଭୁଙ୍କର ପବିତ୍ର ବହୁମୂଲ୍ୟ ରକ୍ତକୁ ଆମେ ସ୍ମରଣ କରିଥାଉ। ବାଇବଲ ଧର୍ମଶାସ୍ତ୍ରରେ ପ୍ରଭୁ ଭୋଜ ନେବାର କେତେ ଗୋଟି ଉଦ୍ଦେଶ୍ୟ କଥା ବର୍ଣ୍ଣନା କରାଯାଏ। ପ୍ରଭୁ ପ୍ରଥମତଃ ପୁରାତନ ନିୟମରେ ଇସ୍ରାଏଲୀୟ ଲୋକମାନଙ୍କୁ ପ୍ରଭୁ ଭୋଜ ବିଧି ସ୍ଥାପନ କଲେ। ଯାତ୍ରା ପୁସ୍ତକ 12 ଅଧ୍ୟାୟ ଅନୁସାରେ ପ୍ରଭୁଙ୍କ ଲୋକମାନେ ମିଶ୍ର ଦେଶରୁ ନିସ୍ତାର ହେବାର ଠିକ୍ ପୂର୍ବେ, ବନ୍ଧନରୁ ଦାସତ୍ୱାବସ୍ଥାରୁ ମୁକ୍ତ ହେବାର ଠିକ୍ ପୂର୍ବେ ପ୍ରଭୁ ଇସ୍ରାଏଲୀୟ ଲୋକମାନଙ୍କୁ ପ୍ରଥମ ଥର କରି ପ୍ରଭୁ ଭୋଜ ବିଧି ଦେଲେ, ଯାହାକୁ ଇସ୍ରାଏଲୀୟ ମାନେ ନିସ୍ତାର ପର୍ବ ଭାବରେ ବର୍ଷ ବର୍ଷ ଧରି ପାଳନ କରି ଆସୁଅଛନ୍ତି। 12 ଅଧ୍ୟାୟ ଯାତ୍ରା ତହିଁର 4 ପଦ ଅନୁସାରେ ପରମେଶ୍ୱରଙ୍କର ନିୟମ ଏ ପ୍ରକାର ଥିଲା ଯେ ପ୍ରତିଟି ଇସ୍ରାଏଲୀୟ ପରିବାର ଆପଣାର ପାରିବାରିକ ସଂଖ୍ୟା ଅନୁସାରେ ଏକ ମେଷ ଶାବକ ନେବେ ଏବଂ 14 ଦିନ ସେହି ମେଷ ଶାବକକୁ ସେମାନେ ବନ୍ଦ କରି ରଖିବେ। ନୂତନ ନିୟମର ବିଶ୍ୱାସିନୀ ମାନଙ୍କର ପାଇଁ ଯୀଶୁ ମଧ୍ୟ ସେହି ମେଷ ଶାବକ ଅଟନ୍ତି। ପିତରଙ୍କର ପ୍ରଥମ ପତ୍ର 1 ଅଧ୍ୟାୟର 19 ପଦ ଅନୁସାରେ ସେ ନିଷ୍କଳଙ୍କ ନିଖୁନ୍ତ ମେଷ ଶାବକ ଖ୍ରୀଷ୍ଟ ଅଟନ୍ତି, ଯାହାଙ୍କର ପ୍ରାୟଶ୍ଚିତରେ ମନୁଷ୍ୟ ପାପରୁ ମୁକ୍ତ ହୋଇପାରିବ। ଇସ୍ରାଏଲୀୟ ଲୋକମାନେ ମଧ୍ୟ ସେହି ମେଷ ଶାବକ ଯାହା ନିଷ୍କଳଙ୍କ ଥିଲା, ନିଖୁନ୍ତ ଥିଲା, ତାହାକୁ ବଧ କରି ତାହାର ରକ୍ତରେ ଗୋପନ କରାଗଲେ। ପୁଣି ତାହାକୁ ଭୋଜନ କରି ମିଶ୍ର ଦେଶରୁ କିଣାନ ଦେଶ ଆଡ଼କୁ ଅଗ୍ରସର ହେଲେ। ତାମାନେ ସେମାନେ ମିଶ୍ର ଦେଶରୁ ନିସ୍ତାର ହେଲେ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପ୍ରଭୁ ଭୋଜ ଆମ୍ଭମାନଙ୍କୁ ଆମ୍ଭର ପୁରାତନ ଜୀବନ, ପୁରାତନ ସ୍ୱଭାବ, ପୁରାତନ ପରିବେଶରୁ ରକ୍ଷା କରି ଏକ ନୂତନ ଜୀବନ ଆଡ଼କୁ ଅଗ୍ରସର କରାଏ। ତାମାନେ ପ୍ରଭୁ ଭୋଜର ପ୍ରଥମ ଉଦ୍ଦେଶ୍ୟ ଯେ ପ୍ରଭୁ ଭୋଜ ମାଧ୍ୟମରେ ଆମେ ଏକ ନୂତନ ଜୀବନ ଆଡ଼କୁ ଅଗ୍ରସର ହେଉ। 14 ଗୋଟି ଦିନ ଇସ୍ରାଏଲୀୟ ଲୋକମାନେ ନିଖୁନ୍ତ ମେଷ ଶାବକକୁ ଗୁପ୍ତ କରି ରଖିଲେ, ବନ୍ଦ କରି ରଖିଲେ। ତାହା ସେହି ମେଷ ଶାବକ ପାଇଁ ଦୁଃଖର କାଳ ଥିଲା। ଯେପରି ଯୀଶୁ ଖ୍ରୀଷ୍ଟ ମଧ୍ୟ ଆପଣା ମହାପ୍ରାୟଶ୍ଚିତ ସମୟ ପୂର୍ବେ ଦୁଃଖ ଭୋଗ କଲେ,
ଏବଂ ତାଙ୍କରି ପ୍ରାୟଶ୍ଚିତରେ ଆମେ ସମସ୍ତେ ଭ୍ରାନ୍ତ ମଣିଷ, ଦୁଷ୍ଟ ମନୁଷ୍ୟ, ଅଧାର୍ମିକ ମନୁଷ୍ୟ ପରିତ୍ରାଣ ପ୍ରାପ୍ତ ହୋଇ ଏକ ନୂତନ ରାଜ୍ୟ ମଧ୍ୟରେ ପ୍ରବେଶ କରିପାରିଲୁ। ଦ୍ୱିତୀୟତଃ ପ୍ରଭୁ ଭୋଜ ପ୍ରଭୁଙ୍କ ସହିତ ଏକ ଐଶ୍ୱରୀୟ ସହଭାଗିତା ଅଟେ। ଏ ଡିଭାଇନ୍ ଫେଲୋସିପ୍ ୱିଥ୍ ଗଡ୍। ଯୋହନଙ୍କର ସୁସମାଚାର 6:56 ଅନୁସାରେ ପ୍ରଭୁ କହିଲେ, ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ ସେ ମୋ ଠାରେ ରହେ ଓ ମୁଁ ତାହାଠାରେ ରହେ। ତାମାନେ ପ୍ରଭୁ ଭୋଜ ପରମେଶ୍ୱରଙ୍କ ସହିତ ଆମ୍ଭମାନଙ୍କୁ ସଂଯୁକ୍ତ କରେ। ଯଦି ଆମେ ଜାଗତିକ ଖାଦ୍ୟ ଖାଉ, ସେହି ଖାଦ୍ୟ ଯଦି ଆମ୍ଭର ଦେହ ସହିତ ସମ୍ମିଳିତ ହେବ, କିମ୍ବା ଖାଦ୍ୟ ଆଉ ଦେହର ସମ୍ପର୍କ ଉତ୍ତମ ଭାବରେ ରହିବ, ତେବେ ସେ ଖାଦ୍ୟ ଦ୍ୱାରା ଆମ୍ଭର ଦେହ ବଳ ପାଇବ। ଯଦି ଶରୀର ସହିତ ଖାଦ୍ୟର କୌଣସି ସମ୍ପର୍କ ଦେଖାଗଲା ନାହିଁ କିମ୍ବା ବିପରୀତ ସମ୍ପର୍କ ଦେଖାଗଲା, ତେବେ ସେ ଖାଦ୍ୟ ଆମ ଦେହ ପାଇଁ ବୋଲି ହାନିକାରକ ହୋଇଯିବ। ଆମେ ଖାଦ୍ୟ ଦ୍ୱାରା ବଳ ପାଇବା ଅପେକ୍ଷା ଖାଦ୍ୟ ଦ୍ୱାରା ଆପଣା ବଳକୁ ମଧ୍ୟ ହରାଇବାର ସମ୍ଭାବନା ଆସିବ। ବାନ୍ତି ହେଲେ ହେବ, ନହେଲେ ଦେହ ଖରାପ ହେଲେ ହେଇଯିବ। ଏଣୁ ଶରୀର ସହିତ ଖାଦ୍ୟର ସଠିକ୍ ସମ୍ପର୍କ ହେବା ଦରକାର। ସେହିପରି ଯଦି ଆମ୍ଭେ ପ୍ରଭୁଙ୍କ ଦେହ ରକ୍ତ ପ୍ରାପ୍ତ ହୋଇ ଯଦି ପ୍ରଭୁଙ୍କ ସଙ୍ଗରେ ଆମେ ସମ୍ପର୍କରେ ଆସି ନ ପାରିଲୁ, ତେବେ ସେହି ପ୍ରଭୁ ଭୋଜର କୌଣସି ମୂଲ୍ୟ ରହିବ ନାହିଁ। ପ୍ରଭୁ ଭୋଜ ଆମ୍ଭମାନଙ୍କୁ ଈଶ୍ୱରଙ୍କ ସଙ୍ଗରେ ଏକ ଐଶ୍ୱରୀୟ ସହଭାଗିତା ସ୍ଥାପନ କରେ। କିଛି କିଛି ବେଳାରେ ଆମେ ପ୍ରଭୁ ଭୋଜ ତ ନେଉଥାଉ, କିନ୍ତୁ ସମ୍ପର୍କ ପରମେଶ୍ୱରଙ୍କର ସହିତ ନଥିବ। ଅନେକ ଅଛନ୍ତି ଯେଉଁମାନେ ବିଧି ମାତ୍ର ପ୍ରଭୁ ଭୋଜ ଗ୍ରହଣ କରନ୍ତି, କିନ୍ତୁ ସମ୍ପର୍କ ସେମାନଙ୍କର ଶୟତାନ ସଙ୍ଗରେ ଥାଏ। ପ୍ରିୟ ମୋର ଈଶ୍ୱରଙ୍କ ଲୋକମାନେ, ଯଦି ଆମେ ପ୍ରଭୁଙ୍କର ଭୋଜ ପ୍ରାପ୍ତ ହୋଇ ତାହାଙ୍କ ସଙ୍ଗରେ ଏକ ସମ୍ପର୍କ ସହଭାଗୀ ଯଦି ନ ହେଲୁ, ତେବେ ଆମେ ସେ ଦେହ ରକ୍ତର ଦାୟୀ ହେଇଯିବୁ। ଥରେ ସାଧୁ ପାଉଲ କରନ୍ଥୀ ମଣ୍ଡଳୀର ବିଶ୍ୱାସୀମାନଙ୍କୁ କହିଲେ, ତୁମ୍ଭେମାନେ ପ୍ରଭୁଙ୍କ ପାନପାତ୍ର ଆଉ ଭୂତମାନଙ୍କ ପାନପାତ୍ର ଉଭୟରେ ପାନ କରିପାର ନାହିଁ। ପ୍ରଥମ କରନ୍ଥୀ 10:14-21 ମଧ୍ୟରେ ଲେଖାଯାଏ, କରନ୍ଥୀ ମଣ୍ଡଳୀର ଲୋକମାନେ ସେମାନେ ପ୍ରଭୁଙ୍କ ଭୋଜର ଅଂଶୀ ମଧ୍ୟ ହେଉଥିଲେ, ଆଉ ମୂର୍ତ୍ତି ପୂଜା, ଦେବ ପୂଜା, ଅଶୁଚିତାର ଅଂଶୀ ମଧ୍ୟ ହେଉଥିଲେ। ଏପରି ଅନେକ ଅଛନ୍ତି ଯେଉଁମାନେ ପରମେଶ୍ୱରଙ୍କର ଖାଦ୍ୟ ପାଇ କର୍ମ କଲାବେଳକୁ ଶୟତାନର କରନ୍ତି। ପ୍ରଭୁଙ୍କ ସହିତ ରହୁଥିବୁ, କିନ୍ତୁ ଶୟତାନ ସହିତ ମଧ୍ୟ ସମ୍ପର୍କ ଥିବ। ମନ୍ଦତା ସହିତ, ଅଶୁଚିତା ସହିତ, ଭ୍ରାନ୍ତତା ସହିତ, ଦୁଷ୍ଟତା ସହିତ ବେଳେବେଳେ ସମ୍ପର୍କ ରହିଯାଏ। କିଛି କିଛି ଲୋକ ଥିବେ ନିଜର କିଛି ଆବଶ୍ୟକତା ପାଇଁ ପ୍ରଭୁଙ୍କ ଠାରେ ମଧ୍ୟ ପ୍ରାର୍ଥନା କରନ୍ତି, ନହେଲେ ଗୁଣିଆ ଦିଶାରୀମାନଙ୍କର ମଧ୍ୟ ଆଶ୍ରୟ ନିଅନ୍ତି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଏ ପ୍ରକାର ଦେବ ପୂଜକ ଗୋଷ୍ଠୀୟ ଲୋକେ ପ୍ରଭୁଙ୍କ ରାଜ୍ୟର ସହଭାଗୀ ହୋଇପାରିବେ ନାହିଁ। ପ୍ରଭୁ ଭୋଜ ଦ୍ୱାରା ଆମେ ଈଶ୍ୱରଙ୍କ ସହିତ ମିଳିତ ହେଉ। କାରଣ ଜଣେ ମନୁଷ୍ୟ ଦୁଇ ଗୋଟି ପ୍ରଭୁର ଦାସ ହୋଇପାରିବ ନାହିଁ। ବିଲିଆର ସହିତ ଖ୍ରୀଷ୍ଟଙ୍କର କି ସମ୍ପର୍କ? ଅଧର୍ମ ସହିତ ଧର୍ମର କି ସମ୍ପର୍କ? କିମ୍ବା ଅବିଶ୍ୱାସୀ ସହିତ ବିଶ୍ୱାସୀର କି ସମ୍ପର୍କ? ପ୍ରିୟ ମୋର ଈଶ୍ୱରଙ୍କ ଲୋକମାନେ, ପ୍ରଭୁ ଭୋଜ ଆମ୍ଭମାନଙ୍କୁ ଈଶ୍ୱରଙ୍କ ସହିତ ସହଭାଗୀ କରାଏ। ଏଣୁ ଆମମାନଙ୍କର ମନ୍ଦତା ସଙ୍ଗରେ ଥିବା ସମ୍ପର୍କକୁ ଆମେ ଭାଙ୍ଗିବା ଦରକାର। ପ୍ରଭୁ ଭୋଜର ତୃତୀୟ ବିଷୟ, ପ୍ରଭୁ ଭୋଜ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ଠାରେ ଜୀବିତ ରଖେ। ଏଣୁ ଯୀଶୁ ଯୋହନ 6:57 କହିଲେ, ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୋ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ ସେ ମଧ୍ୟ ମୋ ହେତୁ ଜୀବିତ ରହିବ। ତାମାନେ ପ୍ରଭୁ ଭୋଜ ମାଧ୍ୟମରେ ଆମେ ଖ୍ରୀଷ୍ଟଙ୍କ ଠାରେ ଜୀବିତ ଥାଉ। ଯେତେବେଳେ ଆମେ ପ୍ରଭୁଙ୍କୁ ପାଇଲୁ, ପ୍ରଭୁଙ୍କୁ ଜାଣିଲୁ, ବିଶ୍ୱାସ କଲୁ,
ଯେତେବେଳେ ପବିତ୍ର ଆତ୍ମା ଆମଠାରେ ଆସିଲେ, ଯେତେବେଳେ ଈଶ୍ୱରଙ୍କର ବାକ୍ୟର ସତ୍ୟତାକୁ ଆମେ ପାଇପାରିଲୁ, ସେତେବେଳେ ଆମେ ପାପ ପ୍ରତି ମୃତ ହେଲୁ। କିନ୍ତୁ ଏବେ ପ୍ରଭୁଙ୍କ ଭୋଜରେ ଆମେ ଅଂଶୀ ହେବା ଦ୍ୱାରା ପ୍ରଭୁଙ୍କର ଠାରେ ଆମେ ଜୀବିତ ଅଛୁ। ଯେହେତୁ ସେଇ ଆହାର ଜୀବନ୍ତ ଆହାର, ଯୀଶୁ କହିଲେ ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ହୋଇଥିବା ସେହି ଜୀବନଦାୟକ ଆହାର, ଯଦି କେହି ଏହି ଆହାର ଭୋଜନ କରେ ତେବେ ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ଆମେ ଯେଉଁ ଜାଗତିକ ଖାଦ୍ୟ ଖାଉ ତହିଁରେ ବିଭିନ୍ନ ପ୍ରକାରର ଶରୀରର ହିତକାରୀ ବିଷୟ ଥିବ, ପୁଷ୍ଟିସାର, ଶ୍ୱେତସାର ଇତ୍ୟାଦି ଶରୀରର ହିତଜନକ କେତେଗୋଟି ବିଷୟ ଥିବ। କିନ୍ତୁ ଯେଉଁ ଆହାର ଆମେ ଈଶ୍ୱରଙ୍କ ଠାରୁ ପାଉ ତହିଁରେ ଜୀବନ ଅଛି, ଯାହା ଆମ୍ଭମାନଙ୍କର ଆତ୍ମାରେ ଜୀବନ ଏବଂ ଆମମାନଙ୍କୁ ଆତ୍ମିକ ଭାବରେ ମୃତ ହେବାକୁ ଦିଏ ନାହିଁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପ୍ରଭୁ ଭୋଜ ମାଧ୍ୟମରେ ଆମେ ଖ୍ରୀଷ୍ଟଙ୍କ ସହିତ ଜୀବିତ ରହୁ। ଏବଂ ଚତୁର୍ଥ ବିଷୟ, ପ୍ରଭୁ ଭୋଜ ଦ୍ୱାରା ଆମେ ଖ୍ରୀଷ୍ଟଙ୍କର ମହାପ୍ରାୟଶ୍ଚିତ କର୍ମକୁ ସ୍ମରଣ କରିଥାଉ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, ମୋତେ ସ୍ମରଣ କରିବା ପାଇଁ ଏହା କର। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ସେ ଯୀଶୁ ଅଧାର୍ମିକ ଲୋକମାନଙ୍କୁ ରକ୍ଷା କରିବା ପାଇଁ ନିଜେ ଧାର୍ମିକ ହୋଇ ସୁଦ୍ଧା ଆପଣାକୁ ପ୍ରାୟଶ୍ଚିତ କଲେ। ସେ କ୍ରୁଶରେ ଆମେ ତାହାଙ୍କର ପ୍ରେମକୁ ଦେଖୁ, ତାହାଙ୍କର ବଳିଦାନକୁ ଦେଖୁ, ତାହାଙ୍କର ତ୍ୟାଗକୁ ଦେଖୁ। ସେହି କ୍ରୁଶରେ ଆମେ ଖ୍ରୀଷ୍ଟଙ୍କର ଅନୁଗ୍ରହ ଯାହା ଆମ୍ଭ ପ୍ରତି ଅଛି ତାହାକୁ ଆମେ ଲକ୍ଷ୍ୟ କରୁ, ଆଉ ପ୍ରଭୁ ଭୋଜ ତାହା ଆମ୍ଭମାନଙ୍କୁ ସ୍ମରଣ କରାଏ। ସେହି ରକ୍ତର ନିଦର୍ଶନ ଯେ ଦ୍ରାକ୍ଷାରସ, ତାହା ପାଇବା ବେଳେ ଆମେ ମନେ ପକାଉ, ସ୍ମରଣ କରୁ ଯେ ଖ୍ରୀଷ୍ଟ ଏହି ରକ୍ତ ଦ୍ୱାରା ଆମ ଜୀବନକୁ କ୍ରୟ କରିଛନ୍ତି। ସେହି ରକ୍ତ କେବଳ ରକ୍ତ ନୁହଁ, କିନ୍ତୁ ଆମ୍ଭମାନଙ୍କର ଉଦ୍ଧାର ସକାଶୁ ଏକ ମୂଲ୍ୟ ଅଟେ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପ୍ରଭୁ ଭୋଜ ସକାଶୁ ଏକ ପ୍ରସ୍ତୁତିର ଆବଶ୍ୟକତା ଅଛି। ବିନା ପ୍ରସ୍ତୁତିରେ ପ୍ରଭୁ ଭୋଜ ଗ୍ରହଣ କରାଯାଏ ନାହିଁ। ଏଣୁ ପାଉଲ ମଧ୍ୟ କହିଲେ ପ୍ରଥମ କରନ୍ଥୀ 11 ଅଧ୍ୟାୟର 28 ପଦରେ, ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ଆଉ ସେହିପରି ଭାବେ ଏହି ରୋଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ। ଯେହେତୁ ଅଯୋଗ୍ୟ ଭାବରେ ଯେ ପ୍ରଭୁଙ୍କ ରୋଟି ଭୋଜନ କରେ ବା ରକ୍ତ ପାନ କରେ, ସେ ସେହି ଶରୀର ଓ ରକ୍ତର ଦାୟୀ ହୋଇଯିବ। ପ୍ରଭୁଙ୍କ ଦେହ ରକ୍ତକୁ ବିଶେଷ ନ ମଣିବା ଆମ୍ଭମାନଙ୍କ ପାଇଁ ଏକ ବିନାଶର ବିଷୟ ହେବ। ଆମେ ଅନେକ ସମୟରେ ଦେଖି ଆସିଅଛୁ, କିଛି ଲୋକଙ୍କୁ ସେମାନେ ପ୍ରସ୍ତୁତ ନଥାଇ ମଧ୍ୟ ପ୍ରଭୁ ଭୋଜ ଦେଇ ଦିଆଯାଏ, ଯଦ୍ୱାରା ସେମାନଙ୍କ ଠାରେ ବିପଦ ମଧ୍ୟ ବେଳେବେଳେ ଦେଖାଯାଏ। ଯଦି ପ୍ରଭୁ ଭୋଜ ଶାରୀରିକ ଖାଦ୍ୟ ନୁହେଁ କିନ୍ତୁ ଆତ୍ମାର ଖାଦ୍ୟ ଅଟେ, ତେବେ ଆମ୍ଭମାନଙ୍କର ପ୍ରସ୍ତୁତି ଆତ୍ମିକ ଭାବରେ ହେବା ଦରକାର। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପ୍ରଭୁ ଭୋଜ ସକାଶୁ 5 ଗୋଟି ପ୍ରସ୍ତୁତିର ଆବଶ୍ୟକତା ଅଛି। ଆପଣ ଯଦି ପ୍ରଭୁ ଭୋଜ ପାଉଥିବା ଖ୍ରୀଷ୍ଟିଆନ ଅଟନ୍ତି, ତେବେ ଆପଣଙ୍କ ଜୀବନରେ ଏହି 5 ଗୋଟି ପ୍ରସ୍ତୁତିର ବିଷୟ ଆପଣଙ୍କୁ ପ୍ରଭୁ ଭୋଜ ନେବା ପାଇଁ ବୋଲି ବାସ୍ତବରେ ପ୍ରସ୍ତୁତ କରିବ। ପ୍ରଥମ ବିଷୟ, ପ୍ରଭୁ ଭୋଜ ନେବା ପୂର୍ବରୁ ଆପଣ ଆପଣାକୁ ପୃଥକ କରିବା ଜରୁରୀ ଅଟେ। ଯେତେବେଳେ ପରମେଶ୍ୱର ଯାତ୍ରା ପୁସ୍ତକ 12 ଅଧ୍ୟାୟର 1ରୁ 10 ମଧ୍ୟରେ ଆପଣା ଲୋକମାନଙ୍କୁ କହିଲେ, ତୁମେ ମେଷ ଶାବକକୁ ଭୋଜନ କରିବ, ତହିଁରେ ସେ ଏହା ମଧ୍ୟ କହିଲେ ଯେ ତୁମ୍ଭେମାନେ ଆପଣା ଆପଣାକୁ ପୃଥକ କରିବ, ଆପଣା ଦ୍ୱାରବନ୍ଧରେ ମେଷ ଶାବକର ରକ୍ତ ଲେପନ କରି ତୁମେ ଆପଣାକୁ ମଧ୍ୟ ବନ୍ଦ କରିବ। ତାମାନେ ପ୍ରଭୁ ଭୋଜର ପ୍ରଥମ ପ୍ରସ୍ତୁତି ଯେ ଆପଣ ଆପଣା ଜୀବନକୁ ପ୍ରଭୁଙ୍କ ପାଇଁ ଆଇସୋଲେଟ୍ କରିବା ଦରକାର। ସେଦିନ ଇସ୍ରାଏଲୀୟ ଲୋକମାନେ ମିଶରର ଅନ୍ଧକାରରୁ ବାହାରେ ବୁଲୁଥିବା ବିନାଶକ ଦୂତ ଠାରୁ ଆପଣାକୁ ପୃଥକ କଲେ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମେ ଯଦି ପ୍ରଭୁ ଭୋଜ ପାଇଁ ପ୍ରସ୍ତୁତ ହେଉ, ତେବେ ପ୍ରଥମେ ଏ ଜଗତର ମନ୍ଦତାରୁ
ଶାରୀରିକ ଅଭିଳାଷରୁ ଶାରୀରିକ କୁପ୍ରବୃତ୍ତିରୁ ଆମେ ଆପଣାକୁ ପୃଥକ କରିବା ଦରକାର। ଯାହା ଆମ୍ଭର ଆତ୍ମିକ ଜୀବନର ବିରୁଦ୍ଧରେ ଅଛି ତହିଁରୁ ଆମ୍ଭେମାନେ ଅଲଗା ରହିବା ନିହାତି ଜରୁରୀ। ଅଶୁଚି କର୍ମରୁ, ଅଶୁଚି ଭାବନାରୁ, କୁସଙ୍ଗତିରୁ, କୁସ୍ୱଭାବରୁ, କୁକର୍ମରୁ, କୁଚରିତ୍ରରୁ ଏବଂ କୁ ଅଭ୍ୟାସରୁ ମଧ୍ୟ ପୃଥକ ହେବା ଉଚିତ। ଯେହେତୁ ଯେ ପୃଥକ ହୁଏ ନାହିଁ ସେ ଗ୍ରହଣଯୋଗ୍ୟ ମଧ୍ୟ ହୋଇପାରିବ ନାହିଁ। ଏଣୁ ବାଇବଲରେ ଲେଖାଯାଏ, ଦ୍ୱିତୀୟ କରନ୍ଥୀ ତହିଁର 6:17 ଲେଖାଯାଏ, ପ୍ରଭୁ କହନ୍ତି, ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ ଆଉ ପୃଥକ ହୁଅ, ଆଉ ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ, ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା। ତାମାନେ ଯେ ପୃଥକ ହୁଏ ସେ ହିଁ ଗ୍ରହଣ କରାଯିବ, କିନ୍ତୁ ଯେ ପୃଥକ ହୁଏ ନାହିଁ ସେ ଗ୍ରହଣଯୋଗ୍ୟ ନୁହେଁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆପଣ ଯଦି ପ୍ରଭୁ ଭୋଜର ଅଂଶୀ ହେବା ପାଇଁ ଚାହାନ୍ତି, ପ୍ରଥମ ପ୍ରସ୍ତୁତି ଆପଣଙ୍କୁ ସବୁ ପ୍ରକାରର ଅଧର୍ମରୁ ପୃଥକ ହେବା ଜରୁରୀ। ଦ୍ୱିତୀୟତଃ, ପ୍ରଭୁ ଭୋଜ ନେବା ପୂର୍ବରୁ ଆପଣାକୁ ପରିଷ୍କାର କରିବା ନିହାତି ଆବଶ୍ୟକ। ଏହା ଦ୍ୱିତୀୟ ପ୍ରସ୍ତୁତି ଅଟେ। କ୍ଲିନ୍ ୟୋର ସେଲ୍ଫ, ଆପଣାକୁ ପରିଷ୍କାର କରିବା। ଯେତେବେଳେ ଯୀଶୁ ଶେଷ ରାତ୍ର ଭୋଜରେ ପ୍ରଭୁ ଭୋଜ ବିଧି ସ୍ଥାପନ କରିବା ପୂର୍ବରୁ ଶିଷ୍ୟମାନଙ୍କର ପାଦକୁ ପରିଷ୍କାର କଲେ। ଯୋହନଙ୍କର ସୁସମାଚାର 13:5 ତଳ ଅଂଶ ଗୁଡ଼ାକରେ ଲେଖାଯାଏ, ସେ ପାତ୍ରରେ ଜଳ ଢାଳିଲେ, ପୁଣି ଶିଷ୍ୟମାନଙ୍କ ପାଦ ଧୋଇଦେଇ ଆପଣା କଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ। ତାମାନେ ପ୍ରଭୁ ଭୋଜ ପାଇଁ ଦ୍ୱିତୀୟ ପ୍ରସ୍ତୁତି ପରିଷ୍କାର ଅଟେ। ଯେତେବେଳେ ପିତର ଦେଖିଲେ ଯେ ଯୀଶୁ ପାଦକୁ ପରିଷ୍କାର କରୁଛନ୍ତି, ସେ କହିଲେ, ଆପଣ ମୋହର ପାଦ ଧୋଇ ଦେଉଛନ୍ତି, ଆପଣ କଦାପି ମୋହର ପାଦ ଧୋଇବେ ନାହିଁ। କିନ୍ତୁ ଯୀଶୁ କହିଲେ, ଯଦି ମୁଁ ତୁମ୍ଭକୁ ଧୌତ ନ କରେ ତାହେଲେ ମୋ ସହିତ ତୁମ୍ଭର କୌଣସି ଅଂଶ ନାହିଁ। ତାମାନେ ପ୍ରଭୁ ଭୋଜ ପାଇଁ ପ୍ରଭୁଙ୍କ ଦ୍ୱାରା ଆପଣ ଧୌତ ହେବା ଆବଶ୍ୟକ। ପ୍ରଭୁ ମଧ୍ୟ ପରିଷ୍କାର କରନ୍ତି ବାକ୍ୟ ମାଧ୍ୟମରେ, ଆତ୍ମାଙ୍କ ମାଧ୍ୟମରେ। ଯଦି ଆପଣ ବାକ୍ୟ ପାଉଛନ୍ତି, ସେ ବାକ୍ୟ ଆପଣଙ୍କୁ ପରିଷ୍କାର କରିବ। ଯୋହନ 15:3 ଲେଖାଯାଏ, ଯୀଶୁ କହିଲେ, ମୁଁ ଯେଉଁ ବାକ୍ୟ କହିଅଛି ତୋ ଦ୍ୱାରା ତୁମ୍ଭେମାନେ ପରିଷ୍କାର ହୋଇଅଛ। ତାମାନେ ବାକ୍ୟ ଦ୍ୱାରା ଜଣେ ମନୁଷ୍ୟ ପରିଷ୍କୃତ ହେବ, ଆତ୍ମାଙ୍କ ଦ୍ୱାରା ଜଣେ ମନୁଷ୍ୟ ପରିଷ୍କୃତ ହେବ। ଆଉ ଯଦି ସେ ପରିଷ୍କୃତ, ତେବେ ସେ ପ୍ରଭୁଙ୍କ ସହିତ ଅଂଶୀ ହୋଇପାରିବ, ପ୍ରଭୁ ଭୋଜର ଅଂଶୀ ହୋଇପାରିବ। ଯଦି ସେ ଆପଣାକୁ ଧୌତ ନ କରିବ, ତେବେ ସେ ପ୍ରଭୁ ଭୋଜର ଅଂଶୀ ହୋଇପାରିବ ନାହିଁ। ପିତର ପ୍ରଭୁଙ୍କୁ କହିଲେ, ପ୍ରଭୁ ଯଦି ଏମିତି କଥା, ତେବେ ମୋହର ପାଦ ହିଁ କେବଳ ନୁହେଁ, ମୋହର ହସ୍ତ ମସ୍ତକ ସବୁଯାକ ଧୋଇଦିଅ। ଯୀଶୁ ତାହାଙ୍କୁ କହିଲେ, 9 ଯାହା ଲେଖାଯାଏ, ଯେ ସ୍ନାନ କରିଅଛି ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ। ଏଠାରେ ଯେଉଁ ସ୍ନାନ କଥା ଯୀଶୁ କହିଲେ, ତାହା ଗୋଟିଏ ଖ୍ରୀଷ୍ଟିଆନ ପାଇଁ ବାପ୍ତିସ୍ମକୁ ବୁଝାଏ। ସ୍ନାନ କରିବା ଅର୍ଥାତ୍ ବାପ୍ତିସ୍ମକୁ ବୁଝାଏ। ତାମାନେ ପ୍ରଭୁ ଭୋଜ ନେବା ପାଇଁ ବାପ୍ତିସ୍ମ ମଧ୍ୟ ଜରୁରୀ ଅଟେ। ସ୍ନାନ ନ କରି, ବାପ୍ତିଜିତ ନ ହୋଇ ପ୍ରଭୁ ଭୋଜ ନିଆଯିବ ନାହିଁ। କିନ୍ତୁ ପ୍ରଭୁ ଭୋଜ ପାଇଁ ବାପ୍ତିସ୍ମ ହିଁ ଯଥେଷ୍ଟ ନୁହଁ। ଆପଣ ହୁଏତ ବାପ୍ତିଜିତ, ଆପଣ ହୁଏତ ପ୍ରଭୁଙ୍କୁ ପାଇଛନ୍ତି, ତଥାପି ପ୍ରଭୁ ଭୋଜ ନେବା ଆଗରୁ ଆପଣଙ୍କୁ ପରିଷ୍କାର ହେବା ନିହାତି ଜରୁରୀ ଅଟେ। ପିତର ଶିଷ୍ୟମାନେ ସ୍ନାନ କରିଥିଲେ, ତଥାପି ସେମାନଙ୍କର ପାଦ ପ୍ରକ୍ଷାଳନ କରାଗଲା। ସେମିତି ହୁଏତ ଆମେ ବାପ୍ତିଜିତ ମଧ୍ୟ ହୋଇଅଛୁ, କିନ୍ତୁ ପ୍ରଭୁ ଭୋଜ ପାଇଁ ଆମକୁ ପରିଷ୍କାର ହେବା ଦରକାର। ପ୍ରଭୁ ଭୋଜ ସକାଶୁ କେବଳ ଶାରୀରିକ ପରିଷ୍କାର ନୁହଁ। ଯେଉଁ ରାତ୍ର ଭୋଜ ଯୀଶୁ ଆପଣା ଶିଷ୍ୟମାନଙ୍କ ସଙ୍ଗରେ ପାଳନ କଲେ, ତହିଁରେ ଯୀଶୁ ମଧ୍ୟ ସମସ୍ତଙ୍କର ପାଦକୁ ପ୍ରକ୍ଷାଳନ କରିଥିଲେ। ତଥାପି ଇସ୍କାରିୟତ ଜିହୁଦା, ସେ ପ୍ରଭୁ ଭୋଜ ନେଉ ନେଉ ତାହା ମଧ୍ୟରେ ଶୟତାନ ପ୍ରବେଶ କଲା।
ଜହନ 13 ଅଧ୍ୟାୟର 27 ପଦରେ ଲେଖାଯାଏ, ସେ ରୋଟି ଖଣ୍ଡକ ପାଇଲା ଉତ୍ତାରେ ଶୟତାନ ତାହା ମଧ୍ୟରେ ପ୍ରବେଶ କଲା। ତାମାନେ ଏଠାରେ ଏକ ଭୟଙ୍କର କଥା, ଆମେ ପ୍ରଭୁ ଭୋଜନ ଏକ ନୂଆ ଜୀବନରେ ପ୍ରବେଶ କରିବା ପାଇଁ, ପ୍ରଭୁଙ୍କ ସଙ୍ଗରେ ସହଭାଗୀ ହେବା ପାଇଁ, ପ୍ରଭୁଙ୍କ ଠାରେ ଜୀବିତ ରହିବା ପାଇଁ, ପ୍ରଭୁଙ୍କ ଦ୍ୱାରା ନୂଆ ଶକ୍ତି ପାଇବା ପାଇଁ। କିନ୍ତୁ ଇଏ ଜିହୁଦା ପ୍ରଭୁ ଭୋଜ ନେଉ ନେଉ ଶୟତାନ ପଶିଗଲା। ତାମାନେ ଏହାର ପ୍ରଭୁ ଭୋଜ ନେବା ବିନାଶର କାରଣ ହୋଇଗଲା। ଇଏ ମଧ୍ୟ ତ ଯୀଶୁଙ୍କ ଦ୍ୱାରା ପରିଷ୍କାର ହୋଇଥିଲା, ତଥାପି କେମିତି ପ୍ରଭୁ ଭୋଜ ନେଉ ନେଉ ଶୟତାନ ପଶିଲା? ଯେହେତୁ ଜିହୁଦା କେବଳ ଶରୀରରେ ପରିଷ୍କାର ହୋଇଥିଲା, ତାହାର ମନ, ତାହାର ଧାରଣା ପରିଷ୍କୃତ ନଥିଲା। 13 ଅଧ୍ୟାୟର 2 ପଦରେ ଲେଖାଯାଏ, ରାତ୍ରି ଭୋଜ ସମୟରେ ଯେତେବେଳେ ଶୟତାନ ସିମୋନର ପୁତ୍ର ଇସ୍କାରିୟତ ଜିହୁଦାର ହୃଦୟରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ସଂକଳ୍ପ ଜାତ କରି ସାରିଥିଲା। ତାମାନେ ଜିହୁଦା ଠାରେ ଏକ ଭାବନା ଅଛି, ଏକ ବିଚାର ଅଛି, ସଂକଳ୍ପ ଅଛି ଯେ ସେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ। ତାମାନେ ତାହାର ହୃଦୟରେ ଶୟତାନର ଏକ ସଂକଳ୍ପ ଅଛି। ଆଉ ଏହି ଜିହୁଦା ମନରେ ପରିଷ୍କାର ନ ହୋଇ, ହୃଦୟରେ ପରିଷ୍କାର ନ ହୋଇ ପ୍ରଭୁ ଭୋଜ ନେଇଯିବା ଦ୍ୱାରା ଶୟତାନ ତା ମଧ୍ୟରେ ପ୍ରବେଶ କଲା। ତାମାନେ ପ୍ରଭୁ ଭୋଜ ନେବା ପାଇଁ କେବଳ ଶାରୀରିକ ପରିଷ୍କାର ନୁହଁ, ମନର ପରିଷ୍କାର ଦରକାର, ହୃଦୟର ପରିଷ୍କାର ଦରକାର। ଏଣୁ ପ୍ରଭୁଙ୍କ ବାକ୍ୟ ଏବ୍ରୀ ପୁସ୍ତକ 10:22 ଲେଖାଯାଏ, ଆସୁ ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ କରୁ ଏବଂ ଶୁଚୀକୃତ ବିବେକର ସହିତ ଈଶ୍ୱରଙ୍କର ନିକଟବର୍ତ୍ତୀ ହେଉ। ତାମାନେ ପ୍ରଭୁ ଭୋଜ ପାଇଁ ଦ୍ୱିତୀୟ ପ୍ରସ୍ତୁତି ପରିଷ୍କାର କେବଳ ଶରୀରରେ ନୁହେଁ କିନ୍ତୁ ମନରେ ମଧ୍ୟ। ପ୍ରଭୁ ଭୋଜର ତୃତୀୟ ପ୍ରସ୍ତୁତି ପ୍ରଭୁ ଇସ୍ରାଏଲୀୟ ମାନଙ୍କୁ କହିଲେ। ଯାତ୍ରା 12 ଅଧ୍ୟାୟର 8 ପଦରେ ଲେଖାଯାଏ, ସେହି ରାତ୍ରିରେ ତାହାର ମାଂସ ଭୋଜନ କରିବ, ଅଗ୍ନିରେ ଦଗ୍ଧ କରି ଭୋଜନ କରିବ। ତାମାନେ ତୃତୀୟ ପ୍ରସ୍ତୁତି ଏହା ଯେ ଆମେ ପବିତ୍ର ହୋଇକି ତାହା ଭୋଜନ କରିବା ଦରକାର। ପ୍ରଭୁ କହିଲେ ମାଂସକୁ ଅଗ୍ନିରେ ଦଗ୍ଧ କରିବ, ତାହା ଅପୋକ୍ଷ ବା ଜଳରେ ସିଦ୍ଧ କରିବ ନାହିଁ। ବାଇବଲରେ ଅଗ୍ନି କହିଲେ ପବିତ୍ର ଆତ୍ମାଙ୍କୁ ବୁଝାଏ। ଅଗ୍ନି କହିଲେ ଏକ ପବିତ୍ରକାରୀ ଶକ୍ତିକୁ ବୁଝାଏ। ଅଗ୍ନି ଦ୍ୱାରା ମାଂସରେ ଥିବା ଅଶୁଚିତା କ୍ଷୟ ପାଇବ, ବିନାଶ ହେବ, ପୋଡ଼ିଯିବ। ତାମାନେ ତୃତୀୟ ପ୍ରସ୍ତୁତି ପ୍ରଭୁ ଭୋଜ ନେବା ପାଇଁ ଆତ୍ମାରେ ଉଦ୍ଦୀପିତ ହୋଇ ସମ୍ପୂର୍ଣ୍ଣ ପବିତ୍ର ମନରେ ପ୍ରଭୁ ଭୋଜ ନେବା ଆବଶ୍ୟକ। ଚତୁର୍ଥ ପ୍ରସ୍ତୁତି ସେହି ଯାତ୍ରା 12:8 ପଦ ଅନୁସାରେ ପ୍ରଭୁ କହିଲେ ତାଳି ଶୂନ୍ୟ ରୁଟି। ତାମାନେ ସେ ରୁଟିରେ କୌଣସି ଖମିର ମିଶ୍ରିତ ହୋଇନଥିବ। ତାମାନେ ପ୍ରଭୁ ଭୋଜ ନେବା ପୂର୍ବରୁ ଆମ୍ଭର ଜୀବନ ଖମିର ଠାରୁ ମୁକ୍ତ ହୋଇଥିବା ଜରୁରୀ ଅଟେ। ଆମେ ତ କେବଳ ରୁଟିକୁ ଖମିର ଶୂନ୍ୟ କରୁ, କିନ୍ତୁ ବେଳେବେଳେ ଜୀବନରେ ଖମିର ଥାଏ। ଖମିର ଏକ ଏ ପ୍ରକାରର ବିଷୟ, ତାହାକୁ ଯାହାର ସଙ୍ଗରେ ମିଶାଇ ଦିଆଗଲେ ଯେଉଁଠାରେ ସେ ମିଶିବ ତାହାକୁ ମଧ୍ୟ ତାହାରି ପରି କରିଦେବ। ଯୀଶୁ ଶିଷ୍ୟମାନଙ୍କୁ କହିଲେ ଫାରୁସୀମାନଙ୍କ ଖମିର ଠାରୁ ସାବଧାନ। ମାଥିଉ 16:5-6 ଲେଖାଯାଏ, ଫାରୁସୀମାନଙ୍କର ଖମିର ଥିଲା ଭ୍ରାନ୍ତତା। ଏମାନେ ଆପଣାଠାରେ ଥିବା ଭ୍ରାନ୍ତ ବିଚାର ଦ୍ୱାରା ଅନେକ ଲୋକଙ୍କୁ ଭ୍ରାନ୍ତ କରୁଥିଲେ। ତାମାନେ ଭ୍ରାନ୍ତତା ଏକ ଖମିର ଅଟେ। ଯଦି ଜଣେ ଲୋକ ଥରେ ଭ୍ରାନ୍ତତାର ଶିକାର ହେଇଗଲା, ସେ ଅନେକଙ୍କୁ ମଧ୍ୟ ଭ୍ରାନ୍ତ କରିବାର ସମ୍ଭାବନା ଅଛି। ଏଣୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମେ ଖ୍ରୀଷ୍ଟିଆନ ମାନେ ଭ୍ରାନ୍ତତା ପ୍ରତି ସାବଧାନ ହେବା ଦରକାର।
ଯେହେତୁ ତାହା ଏକ ଖମିର ଅଟେ। ପ୍ରଥମ କରନ୍ଥୀ 5:6-8 ମଧ୍ୟ ପାଉଲ କହିଲେ, ଆମ ପର୍ବପର୍ବାଣୀ କେଉଁ ପ୍ରକାରେ ପାଳନ କରିବା ଦରକାର ତତ୍ ସମ୍ବନ୍ଧୀୟ ବିଷୟ ସେ ଉଲ୍ଲେଖ କରି କହିଲେ। ପ୍ରଥମ କରନ୍ଥୀ 5:7 ଲେଖାଯାଏ, ତୁମ୍ଭେମାନେ ତ ଖମିର ଶୂନ୍ୟ ଲୋକ, ଏଣୁ ଯେପରି ତୁମ୍ଭେମାନେ ନୂଆ ପିଣ୍ଡୁଳା ହୋଇପାର, ଏଥିପାଇଁ ପୁରୁଣା ଖମିର ବାହାର କରି ପକାଅ। କାରଣ ଆମ୍ଭମାନଙ୍କ ନିସ୍ତାର ପର୍ବର ମେଷ ଶାବକ ଅର୍ଥାତ୍ ଖ୍ରୀଷ୍ଟ ମଧ୍ୟ ବଳୀକୃତ ହୋଇଅଛନ୍ତି। ତାମାନେ କିଛି କିଛି ଖମିର ଅଛି ଯାହା ଆମ ସହିତ ଥିବ, ଯେମିତି ଭ୍ରାନ୍ତତା। ପ୍ରଥମ କରନ୍ଥୀ 5:8 ପାଉଲ କହିଲେ, ଆସ ଆମ୍ଭେମାନେ ପୁରାତନ ଖମିର ଅର୍ଥାତ୍ ଦୁଷ୍ଟତା କୁକର୍ମ ରୂପ ଖମିର ଦ୍ୱାରା ପର୍ବ ପାଳନ ନ କରୁ। ତାମାନେ ପାଉଲଙ୍କର କହିବା ଅନୁସାରେ ଦୁଷ୍ଟତା ମଧ୍ୟ ଏକ ଖମିର ଅଟେ। ଜଣେ ଦୁଷ୍ଟ ଲୋକ ସକାଶୁ 10 ଜଣ ଦୁଷ୍ଟ ହେବାର ସମ୍ଭାବନା ଅଛି। ପୁଣି ମଧ୍ୟ କୁକର୍ମ ମଧ୍ୟ ଏକ ଖମିର, ଯାହାର ପ୍ରଭାବ ଅନେକଙ୍କ ଉପରେ ପଡ଼ିଯାଇପାରେ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମ୍ଭର ଜୀବନ ଖମିର ଶୂନ୍ୟ, ଦୁଷ୍ଟତା ଶୂନ୍ୟ, ଭ୍ରାନ୍ତତା ଶୂନ୍ୟ, କୁକର୍ମ ଶୂନ୍ୟ ହେବା ଦରକାର, ଯଦି ଆମେ ପ୍ରଭୁ ଭୋଜ ପାଇଁ ବୋଲି ପ୍ରସ୍ତୁତ ହେଉଅଛୁ। ଏବଂ ଶେଷ ପ୍ରସ୍ତୁତି ପ୍ରଭୁ କହିଲେ ଯାତ୍ରା 12:8 ହିଁ, ତୁମ୍ଭେ ପିତା ଶାକ ସହିତ ଭୋଜନ କରିବ। ତାମାନେ ପିତା ଶାକ କହିଲେ ଅନୁତାପକୁ ବୁଝାଏ। ଇସ୍ରାଏଲୀୟମାନେ ଯଦି କାହାରି ଦେହାନ୍ତ ଘଟେ, ତେବେ ତହିଁର ଶୋକ ସମ୍ବର୍ଦ୍ଧନା ପାଇଁ ବୋଲି ସେମାନେ ପିତା ଶାକ ଭୋଜନ କରୁଥିଲେ। ତାମାନେ ପିତା ଶାକ କହିଲେ ଶୋକକୁ ବୁଝାଏ, କ୍ରନ୍ଦନକୁ ବୁଝାଏ, ଅନୁତାପକୁ ବୁଝାଏ। ତାମାନେ ପ୍ରଭୁ ଭୋଜ ନେବା ପାଇଁ ଆମ୍ଭମାନଙ୍କୁ ଅନୁତପ୍ତ ମନ ହୃଦୟ ନିହାତି ଆବଶ୍ୟକ। ତେବେ ମୋର ପ୍ରିୟମାନେ, ଏହି ପ୍ରକାରେ ଯଦି ଆମେ ପ୍ରଭୁ ଭୋଜକୁ ପାଇଅଛୁ, ତେବେ ତାହା ଆମ୍ଭମାନଙ୍କ ପାଇଁ ଉପକାରୀ ହେବ। ପ୍ରଭୁ କହିଲେ, ଯିଏ ମୋହର ରକ୍ତ ଓ ମାଂସ ଭୋଜନ କରେ, ତାହାଠାରେ ଜୀବନ ଥିବ ଏବଂ ଅନନ୍ତ ଜୀବନ ତାହାକୁ ଦିଆଯିବ। ପୁନରୁତ୍ଥାନ ସମୟରେ ତାହାକୁ ଉତ୍ଥାପନ କରାଯିବ। ଏଣୁ ଆମେ ସମସ୍ତେ ବିଶ୍ୱାସୀମାନେ ଏହି ଧର୍ମ ସପ୍ତାହରେ ଆପଣାକୁ ପବିତ୍ର କରି ପବିତ୍ର ଜୀବନରେ ପ୍ରଭୁଙ୍କର ଦେହ ରକ୍ତକୁ ଆମେ ପ୍ରାପ୍ତ ହେବା। ପ୍ରଭୁ ଆମ ସମସ୍ତଙ୍କୁ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆମେନ୍।